ଆସୁଛି ଆପଣ କ୍ଲିୟର ଆସୁଛି। ଭାଇ ଆପଣ ପରିଚୟ ଦେବେ। ମୁଁ ତଥାଗତ ସ୍ୱାଇଁ, ରାଜ୍ୟ ସଭାପତି ଓଡ଼ିଶା ଜନତା ପାର୍ଟି। ମୋ ସହିତ ଅଛନ୍ତି ଖୋର୍ଦ୍ଧା ଜିଲ୍ଲାର ଉପସଭାପତି ମିଷ୍ଟର ପରିଡ଼ା ବାବୁ ଏବଂ ମୋ ସହିତ ଅଛନ୍ତି ଆମ ରାଜ୍ୟର SC/STର ସଭାପତି ଗିରିଜା ବାବୁ, ସହଦେବ ବାବୁ। ଆଜି ଆମର ଏ ଅଫିସର ନୂତନ ଅଫିସର ଉଦ୍ଘାଟନ ହେଇଛି ଓଡ଼ିଶା ଜନତା ପାର୍ଟି କାର୍ଯ୍ୟାଳୟ। କ'ଣ କହି ସାର୍, ଓଡ଼ିଶାରେ ଅନେକ କିଛି ଦଳ ଅଛି, କିନ୍ତୁ ଆପଣ ଦଳ କାହିଁକି ଏମିତି 25 ଦିନ ହେଲା ଓଡ଼ିଶା ଟକ୍କର ଦେବା ପାଇଁ ଆସିଲେ? ଓଡ଼ିଶା ଜନତା ପାର୍ଟି ଗଠନର ଅଭିପ୍ରାୟ ହେଉଛି ବିଜେଡ଼ି ଶାସନ କରିଛି, କଂଗ୍ରେସ ଶାସନ କରିଛି, ବିଜେପି ଶାସନ କରୁଛି। ତିନିଟା ଯାକ ଦଳ ଶାସନ କରିଛନ୍ତି, ଶାସନ ଡୋରି ରହିଛି ଅଲଗା ଦଳର ଅଲଗା ଜାଗାରୁ। ଓଡ଼ିଶା ଲୋକଙ୍କ ହାତରେ ଶାସନ ଡୋରି ନାହିଁ। କିଏ ତାମିଲନାଡ଼ୁରୁ ଶାସନ କରୁଛି, କିଏ ଗୁଜରାଟରୁ ଶାସନ କରୁଛି, କିଏ ଦିଲ୍ଲୀରୁ ଶାସନ କରୁଛି। ଓଡ଼ିଶା ଲୋକ ଶାସନ କେବେ କରିବେ ଓଡ଼ିଶାକୁ? ଓଡ଼ିଶା ଲୋକ ଓଡ଼ିଶାକୁ କେମିତି ଭାବରେ ଚଳାଇବେ ସେ କଥା ଓଡ଼ିଶା ଲୋକ ବୁଝିବେ। ତମେମାନେ ଆସିକରି ରହିବ ଏବଂ ଆମର ଏଠିକାର ଲୋକଙ୍କୁ ଶାସନ କରିବ। ଆମର 480 କିଲୋମିଟର ଜଳରାଶିକି ବାଲେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ବେଙ୍ଗଲୀଙ୍କ ହାତରେ ରହିବ ଏବଂ କୋଣାର୍କରୁ ଗୋପାଳପୁର ପର୍ଯ୍ୟନ୍ତ ତେଲୁଗୁ ଲୋକଙ୍କ ହାତରେ ରହିବ। ଏବଂ ଆମର ଖଣି ଖାଦାନ ସବୁଯାକ ତୁମ ନନୋଡ଼ିଆ ହାତଙ୍କର ସେମାନଙ୍କ ହାତରେ ରହିବ ଏବଂ ଓଡ଼ିଶା ଲୋକ କ'ଣ ତାକୁ ସହି ଚାଲିବେ? ବିଜେଡି ସରକାର 25 ବର୍ଷ ଶାସନ କଲା, ଆମେ କ'ଣ ତାକୁ ଟଲରେଟ୍ କରିପାରିବୁ? ଏମିତି ସବୁ କେତେ ଦିନ ଟଲରେଟ୍ କରିବୁ? ଆମ ଲୋକ, ଆମ ଓଡ଼ିଶା ଲୋକ ଓଡ଼ିଶାକୁ ଶାସନ କରିବେ। ଆମର ବାହାର ଲୋକର ଶାସନ ଦରକାର ନାହିଁ। ଓଡ଼ିଶାକୁ ଆମେ ଏଇ ବାହାର ଲୋକ ବାହାରୀମାନଙ୍କର ଅତ୍ୟାଚାରରୁ ଅନ୍ୟାୟରୁ ମୁକ୍ତ କରିବୁ, ଛାଡ଼ିବୁନି ଆମେ। ସାର୍ ଲୋକଙ୍କ ସରକାର ବିଜେପି ସରକାର କହୁଥିବା ସମୟରେ ଆପଣ କାହିଁକି ଏମିତି କହିଲେ ସାର୍? ସେ କ'ଣ ବାହାର ଲୋକ ସାର୍? ସାଧାରଣ ଲୋକଟେ ଜାଣିଛନ୍ତି ବିଜେପି ସରକାର କେମିତି ଚାଲିଛି। ଯଦି ବିଜେପି ସରକାର ଠିକ୍ସେ ଚାଲିଥାନ୍ତା, ତାଙ୍କ ମନ୍ତ୍ରିମଣ୍ଡଳ 6ଟା ମାତ୍ର ମନ୍ତ୍ରୀ ପଦ ସେମାନେ ଆଜି ପର୍ଯ୍ୟନ୍ତ ପୂରଣ କରିପାରୁନାହାନ୍ତି। 50-60ଟା ନିଗମ ପଦ ପୂରଣ କରିପାରୁନାହାନ୍ତି। 3000 ସରକାରୀ ଓକିଲ ପଦ ପୂରଣ କରିପାରୁନାହାନ୍ତି 1.5 ବର୍ଷ ଶାସନ ଭିତରେ, ଯେଉଁଟାକି ମାତ୍ର 3 ଦିନର କାମ ଚାଲୁଛି। ଏଠି ଡୋରି ଅଛି, ଶାସନ ଡୋରି ଦିଲ୍ଲୀରେ ଅଛି। ଦିଲ୍ଲୀରୁ ଚାଲିବ ଓଡ଼ିଶା ଶାସନ? ଜମା ନୁହେଁ, କଦାପି ଚାଲିପାରିବନି। ଏମିତି ଆମେ ତାକୁ ଟଲରେଟ୍ କରିପାରିବୁନି। ସାର୍ ଓଡ଼ିଶାର ଯୁବକମାନେ ବହୁତ ବେକାର ସମସ୍ୟା ଅଛି, କିନ୍ତୁ 25 ଦିନ ଇଲେକ୍ସନ ଟାଇମ୍ରେ ଯୁବମାନଙ୍କୁ ଚାକିରି ସମାଜ ଦେବେ। 30ଟା ଜିଲ୍ଲାରେ ମୋର ଜିଲ୍ଲା ସଭାପତିମାନଙ୍କୁ ମୁଁ କହିଛି, ଯେଉଁ ଇଣ୍ଡଷ୍ଟ୍ରି ଅଛି ଓଡ଼ିଶାରେ, ଯେତେ ଇଣ୍ଡଷ୍ଟ୍ରି ଅଛନ୍ତି, ଯେଉଁ ଇଣ୍ଡଷ୍ଟ୍ରିର 85%ରୁ କମ୍ ଓଡ଼ିଆ ଲୋକ ଥିବେ ସେ ଇଣ୍ଡଷ୍ଟ୍ରିକି ଆମେ ତାଲା ପକାଇବୁ। ଯେତେ ଇଣ୍ଡଷ୍ଟ୍ରି ଅଛି ଓଡ଼ିଶା ସାରା, ଯେଉଁ ଇଣ୍ଡଷ୍ଟ୍ରିରେ 85%ରୁ କମ୍ରୁ ଓଡ଼ିଆ ଲୋକ ଅଛନ୍ତି ସେ ଇଣ୍ଡଷ୍ଟ୍ରି ଆମେ ତାଲା ପକାଇବୁ। ଯେଉଁଦିନ ସରିଲା ନୂଆପଡ଼ା ଇଲେକ୍ସନ୍, ସେଠୁ ହଜାର ସଂଖ୍ୟାରେ ଦାଦନ ପୁଣି ଭୋଟ୍ ଦେଇସାରି ଫେରିଗଲେ ଦାଦନ ଖଟିବା ପାଇଁ। ଏଇ ହେଉଛି ଓଡ଼ିଶାର ବିକଳ ଦୃଶ୍ୟ। ଟଲରେଟ୍ ଯୋଗ୍ୟ ନୁହେଁ। ଆମେ ତାକୁ ବଦଳାଇବାକୁ ଚାହୁଁଛୁ। ଏ ଢାଞ୍ଚା ବଦଳିବ, ଏ ଢାଞ୍ଚା ବଦଳିବା ବି ଦରକାର। ବିଜେପି ସରକାର ଯେଉଁ ଆସିବା ସମୟରେ ଧାନର ମୂଲ୍ୟ କରିଥିଲେ, କିନ୍ତୁ ଧାନ ମୂଲ୍ୟ ପ୍ରତିଦିନ ବଢ଼େଇ ଦେଲେ, କିନ୍ତୁ ଚାଷୀମାନେ ଖୁସି ଅଛନ୍ତି ନା? ଚାଷୀମାନେ ଖୁସି ଥିଲେ, ଏବେ ଖୁସି ନାହାନ୍ତି। ଏଇଥିପାଇଁ ପୁଣି ଯେଉଁ ଚିରାଚରିତ ଢଙ୍ଗରେ ଯେମିତି ବଢ଼ିବା କଥା, ଟ୍ରାକ୍ଟର ହଳ ରେଟ୍ ବଢ଼େଇ ଦେଲେ, ଧାନ କାଟିବା ମେସିନ୍ ରେଟ୍ ପୁଣି ସେ ଡବଲ୍ କରିଦେଲେ ଏବଂ ଲୋକ ଯେଉଁମାନେ ରହୁଥିଲେ ସେମାନେ ତାଙ୍କର ପଇସା ବି ଡବଲ୍ କରିଦେଲେ। ଆଉ ଚାଷୀର ଲାଭ କ'ଣ ରହିଲା? ଯଦି ସେଇ ରେଟ୍ଟାକୁ ସରକାର କଣ୍ଟ୍ରୋଲ୍ କରିପାରିଥାନ୍ତେ ତାହେଲେ 3000 ଟଙ୍କା ବହୁତ ଭଲ ଥିଲା। 3100 ଟଙ୍କା ସମସ୍ତେ ଖୁସିରେ ଥିଲେ। ଆମେ ବି ସରକାରଙ୍କୁ ଏଥିପାଇଁ ଆମେ ବହୁତ ଶୁଭକାମନା ଦେଇଛୁ, ବହୁତ ଧନ୍ୟବାଦ ବି ସରକାରଙ୍କୁ ଦେଇଥିଲୁ। କିନ୍ତୁ ଏବେ ଆମେ ଦେଖୁଛୁ ସରକାରଙ୍କ ହାତରେ କଣ୍ଟ୍ରୋଲ୍ କାପାସିଟି ନାହିଁ। ଯଦି ଗୋଟେ ଜିନିଷ ତୁମେ କରୁଛ, କୃଷିମନ୍ତ୍ରୀ ତୁମେ ତ 2 ଜଣ ଅଛ, ତୁମେ ଏତେ ସଚିବ ଅଛ, କୃଷି ସଚିବ ମାନେ କରୁଛ କ'ଣ? କଣ୍ଟ୍ରୋଲ୍ କରିପାରୁନା ଏଇସବୁ ରେଟ୍ ଗୁଡ଼ାକ। ରେଟ୍ ହୋଇ ବଢ଼ି ଚାଲିଛି। ପରିବାରରେ ଆକାଶ ଛୁଆଁ ଶୀତଳ ଭଣ୍ଡାର କଥା କହିଥିଲେ, କିନ୍ତୁ ଶୀତଳ ଭଣ୍ଡାର ଆମେ ନିଜେ ରାଜ୍ୟପାଳଙ୍କୁ ଦେଖା କରିଥିଲୁ, ମେମୋରାଣ୍ଡମ୍ ଦେଇଥିଲୁ ଶୀତଳ ଭଣ୍ଡାର କରିବା ପାଇଁ। ମାତ୍ର 5 କୋଟି ଟଙ୍କାରେ ଗୋଟେ ଶୀତଳ ଭଣ୍ଡାର ହୋଇପାରିବ। 10 କୋଟି ଟଙ୍କା ହେଲେ ଗୋଟେ ଜିଲ୍ଲାରେ 2ଟା ଶୀତଳ ଭଣ୍ଡାର ସରକାର ତରଫରୁ ହୋଇପାରିବ ଏବଂ 300 କୋଟି ଟଙ୍କା ହେଲେ ସାରା ରାଜ୍ୟରେ ଶୀତଳ ଭଣ୍ଡାର ସମସ୍ୟା ଚାଲିଯିବ। ମାତ୍ର 300 କୋଟି ଟଙ୍କା। ଗୋଟେ ତୁମେ ଇରିଗେସନର କେନାଲ ଖୋଳି ଦେଉଛ, ଫଲ୍ସ ବିଲ୍ କରି ନେଇଯାଉଛ 500 କୋଟି ଟଙ୍କା। ଚାଷୀଙ୍କ ପାଇଁ ତୁମେ ଚିନ୍ତା କରୁଛ, କହୁଛ ଆମେ ଚାଷୀଙ୍କ ସରକାର। ହାସ୍ୟାସ୍ପଦ। 1.5 ବର୍ଷ ଭିତରେ ମାତ୍ର 100 ଦିନ ଲାଗିବ ତୁମକୁ DPR ତିଆରି କରିବା ପାଇଁ। 100 ଦିନ ଲାଗିବ DPR ତିଆରି କରିବା ପାଇଁ। କାଲକାଟାରୁ ଅଛନ୍ତି ଲୋକମାନେ ଆସିବେ, 2 ମାସରେ ଶୀତଳ ଭଣ୍ଡାର ତିଆରି କରିଦେଇ ଚାଲିଯିବେ। 3 ମାସର କାମ ଟୋଟାଲ୍। 1.5 ବର୍ଷ ହେଲାଣି ଆମକୁ ଭୁଆଁ ବୁଲଉଛ। ଯେମିତି ଜାନୁଆରୀ ହେବ ପୁଣି ଆଳୁ ରେଟ୍ ବଢ଼ିଯିବ, ମମତା ଦିଦି କହିବ ଆମେ ଆଳୁ ଦେବୁନୁ। ସବୁଦିନ ଏମିତି ଧମକାଳ ଖାଇବ। ତୁମେ ଟ୍ରେଣ୍ଡ ଚେଞ୍ଜ କରିବନି ଆଜି ପର୍ଯ୍ୟନ୍ତ।
ତେଣୁ ଟ୍ରେଣ୍ଡ ଚେଞ୍ଜ କରିବାକୁ ଚାହୁଁନା ଗୋଟେ ଚିରାଚରିତ ଢଙ୍ଗରେ ସରକାରଟା ଚଳାଇବାକୁ ଚାହୁଁଛ କିଛି ନୂତନ ତ ନାହିଁ ସମସ୍ତେ ଅପେକ୍ଷା କରୁଥିଲେ ବିଜେପି ସରକାର ଆସିବ ଗୋଟେ ନୂତନ ସରକାର ଆସିବ ଗୋଟେ ନୂଆ ଢଙ୍ଗରେ ସରକାର ଚଳାଇବ ତୁମେ ତ ନିଜ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିପାରୁନ ସେଠି ଅପେକ୍ଷା କରି ବସିଛ କେଉଁଦିନ ସେ 4 ବର୍ଷ ବିତିଗଲା ପରେ ବି ତୁମେ କରିପାରିବନି ଯେତେବେଳେ ସେଠୁ ତୁମର ଇଏ ନ ଆସିଛି ଗ୍ରୀନ୍ ସିଗ୍ନାଲ୍ ନ ଆସିଛି ତୁମେ କ'ଣ କରିବ ଏଠି ତାହେଲେ ଆପଣ ମୋଟିଭ୍ କ'ଣ ରହିବ ସାର୍ ଆପଣ ଓଡ଼ିଶାରେ ସରକାର ଗଢ଼ିଲେ ମୋଟିଭ୍ କ'ଣ ରହିବ ସରକାର ପ୍ରଥମ ଜିନିଷ ହେଉଛି ପ୍ରତି ତୃଣମୂଳ ସ୍ତରରୁ ଯେଉଁ ସାଧାରଣ ଲୋକମାନେ କରପ୍ସନ୍କୁ ସାମ୍ନା କରୁଛନ୍ତି ତାକୁ ଆମେ ବନ୍ଦ କରିବୁ କରପ୍ସନ୍ ହେଉଛି ମାନେ ଗୋଟେ ଏମିତି ରୋଗ ତାକୁ ବନ୍ଦ ନ କଲେ ତୁମ ରାଜ୍ୟର ଡେଭଲପମେଣ୍ଟ କିଛି ହେଇପାରିବ ନାହିଁ ଧନ୍ୟବାଦ ସାର୍